ପିଲାମାନେ ତମମାନଙ୍କର କ୍ୱେଶ୍ଚିନ୍ ଥିଲା ସାର୍ ଆମେ କେଉଁ ଟେଷ୍ଟ ପେପର୍ କିଣିବୁ। ପ୍ରାୟତଃ ପିଲାମାନେ ଆମେ 4 ଟେଷ୍ଟ ପେପର୍ ରଖୁଛେ। ଗୋଟେ ହେଲା TBW, ସୌରଭ, ଓସ୍ତା, ମଡର୍ଣ୍ଣ ଏବିସି। ଏଇ 4ଟି ଯାକ ଟେଷ୍ଟ ପେପର୍ ଆମର ବାହାରୁଛି। ଏଇ 4ଟା ଯାକ ଆମର ଭଲ ଭଲ ଟେଷ୍ଟ ପେପର୍ ହେଲା। ତାହେଲେ ସମସ୍ତଙ୍କର ମେରିଟ୍ ଆଉ ଡିମେରିଟ୍ କହିଦେଉଛି। TBWର ବଢ଼ିଆ ବଢ଼ିଆ କ୍ୱେଶ୍ଚିନ୍ ଦେଇଛି, ପ୍ରିଭିୟସ୍ ଇୟର୍ କ୍ୱେଶ୍ଚିନ୍ ଦେଇଛି। ସବୁଥିରେ ପିଲାମାନେ ସୌରଭ ହଉ, ଓସ୍ତା ହଉ, ମଡର୍ଣ୍ଣ ଏବିସି 4ଟି ଯାକର ଗୋଟେ ଭଲ ଗୁଣ ମାନେ ପ୍ରିଭିୟସ୍ ଇୟର୍ କ୍ୱେଶ୍ଚିନ୍ ବହୁତ ଦେଇଛନ୍ତି ହେଲା। ତାପରେ TBW ହେଲା କ'ଣ, TBW ପିଲାମାନେ ତମେ ଯଦି ଚାହିଁବ ହେଲା କ୍ୱେଶ୍ଚିନ୍ କରିପାରିବ। TBW କାହା ପାଇଁ ଭଲ, ଯାହାର ଗୋଟେ କ୍ୱେଶ୍ଚିନ୍ ପରେ କଲା ପରେ ଆଉ ଗୋଟେ କ୍ୱେଶ୍ଚିନ୍ ଭୁଲ ହେଇଥିବ। ମାନେ ମନେକର ତମେ ପରିସଂଖ୍ୟାନ ଚାପ୍ଟରର ଗୋଟେ କ୍ୱେଶ୍ଚିନ୍ କଲ, ବୁଝିହେଲା, କିମ୍ବା ଯେକୌଣସି ଚାପ୍ଟର ଗୋଟେ କ୍ୱେଶ୍ଚିନ୍ କଲ, ପୁଣି ଥରେ ସେଇ କ୍ୱେଶ୍ଚିନ୍ ଭୁଲ ହେଉଛି, ତାହେଲେ TBW କର। କାହିଁକି ନା TBWରେ ସେଇ ଟାଇପ୍ର କ୍ୱେଶ୍ଚିନ୍ ବହୁତ ରିପିଟେଡ଼ ହେଇଛି, ବୁଝିହେଲା। ତାପରେ କିନ୍ତୁ ସୌରଭ ତାଠୁ TBW ପରେ ଯିବା ଓସ୍ତା। ପିଲାମାନେ ଓସ୍ତା ହେଲା କିଛିଟା ସ୍କୁଲର ମାନେ ବହୁତ ଗୁଡ଼ିଏ ସ୍କୁଲ ଅଛି ଓସ୍ତା କଣ୍ଡକ୍ଟ କରୁଛି। ସେ ଓସ୍ତାରୁ ସେମାନଙ୍କର ମାନେ ଯେଉଁ ହାପି ଇୟର୍ଲି ହଉ, ଆସେସମେଣ୍ଟ ଏକ୍ଜାମ୍ ହଉ, ସେସବୁ ଓସ୍ତାରୁ ହିଁ ଆସେ। କିନ୍ତୁ ହେଲା ଓସ୍ତାର ବି ପ୍ଲସ୍ ପଏଣ୍ଟ ଅଛି, କିନ୍ତୁ ଓସ୍ତାରେ ମାନେ ଦେଇଛି କ୍ୱେଶ୍ଚିନ୍ ହେଲା, ତାର ବହୁତ ଭଲ ଅଛି। କିନ୍ତୁ ମୋ ମତେ ସୌରଭ ବି ବଢ଼ିଆ, ମୋ ମତରେ ମଡର୍ଣ୍ଣ ଏବିସି ଭଲ। କାରଣ ମଡର୍ଣ୍ଣ ଏବିସି ସର୍ଟ କ୍ୱେଶ୍ଚିନ୍ କରିବାକୁ ଭଲ, କାରଣ ମଡର୍ଣ୍ଣ ଏବିସିରେ ବହୁତ ସାରା କ୍ୱେଶ୍ଚିନ୍ ଦେଇଛି ହେଲା। କିନ୍ତୁ ଯଦି ସର୍ଟ କ୍ୱେଶ୍ଚିନ୍ ଅଲଗା କୌଣସି ଚାପ୍ଟର ଆମେ ଦେଖିବା ହେଲା, ମାନେ ସାହିତ୍ୟ ହଉ, ଇଂଲିଶ ହଉ, କିମ୍ବା ହିଷ୍ଟ୍ରି ଜିଓଗ୍ରାଫି ହଉ, କିମ୍ବା କ'ଣ ଫିଜିକାଲ୍ ସାଇନ୍ସ, ଆମର ଲାଇଫ୍ ସାଇନ୍ସ ହଉ, ତାହେଲେ ଆମର ସୌରଭଟା ବେଟର୍ ହେବ, ବୁଝିହେଲା। କିନ୍ତୁ ଯଦି ମାଥମେଟିକ୍ସ ୱେରେ ଯିବା ଆମେ, ତାହେଲେ ମଡର୍ଣ୍ଣ ଏବିସି ଆମର ବେଟର୍ ହେବ। ତେଣୁ ତମେ କେଉଁଟା କିଣିବାକୁ ଚାହିଁବ ଏଇଟା ତୁମ ଉପରେ ନିର୍ଭର କରେ। ସବୁ ଟେଷ୍ଟ ପେପର୍ ଭଲ, ସମସ୍ତଙ୍କର ମେରିଟ୍ ଅଛି, ଡିମେରିଟ୍ ଅଛି ହେଲା। ମୋ ମତରେ ମଡର୍ଣ୍ଣ ଏବିସି ଆଉ ସୌରଭ ସବୁଠାରୁ ଭଲ ପଡ଼ିବ ବୋଲି, ବୁଝିହେଲା।